ପ୍ରେମ ସମ୍ପର୍କକୁ ଅତୁଟ ରଖିବା ପାଇଁ 4 କିଲୋମିଟର ରାସ୍ତା ଗଡ଼ି ଗଡ଼ି ଜଣେ ଯୁବକ ପହଞ୍ଚିଥିଲେ ଶିବ ମନ୍ଦିର। ମହାଶିବରାତ୍ରି ଅବସରରେ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏହିପରି ନିଆରା ଭକ୍ତିମୟ ଦୃଶ୍ୟ। ପ୍ରେମ ସମ୍ପର୍କ ସୁଖମୟ ହେଉ ବୋଲି ମାନସିକ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତ ଡାଙ୍ଗବାଡ଼ି ଗ୍ରାମର ଜଣେ ଯୁବକ ପ୍ରାୟ 4 କିଲୋମିଟର ରାସ୍ତା ଦଣ୍ଡବତ ପ୍ରଣାମ କରି ଗଡ଼ି ଗଡ଼ି ମନ୍ଦିରରେ ପହଞ୍ଚି ଶିବଙ୍କ ଦର୍ଶନ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଯାହା ସୂଚନା ମିଳିଛି, ଯୁବକ ଜଣକ ଦୀର୍ଘ ଦିନ ଧରି ନିଜ ପ୍ରେମ ସମ୍ପର୍କରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ମହାଦେବଙ୍କୁ ମାନସିକ କରି ସେ ଶପଥ ନେଇଥିଲେ ଯେ ତାଙ୍କ ମନସ୍କାମନା ପୂରଣ ହେଲେ ସେ ଦଣ୍ଡବତ ହୋଇ ଗଡ଼ି ଗଡ଼ି ମନ୍ଦିରକୁ ଯାଇ ବାବାଙ୍କୁ ଦର୍ଶନ କରିବେ। ସେହି ଶପଥ ପାଳନ କରିବା ପାଇଁ ସେ ରାସ୍ତା ସାରା ଗଡ଼ି ଗଡ଼ି ଯାଇ ଶେଷରେ ମନ୍ଦିରରେ ପହଞ୍ଚି ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ରାସ୍ତା ପାର୍ଶ୍ୱରେ ଅନେକ ଲୋକଙ୍କର ଭିଡ଼ ଜମିଥିଲା। ଏପରିକି କିଛି ସ୍ଥାନରେ ସ୍ଥାନୀୟ ଯୁବକମାନେ ତାଙ୍କୁ ସାହାଯ୍ୟ କରୁଥିବା ମଧ୍ୟ ଦେଖାଯାଇଥିଲା। ଜଣେ ଭକ୍ତଙ୍କର ଠାକୁରଙ୍କ ପ୍ରତି ଏପରି ଅତୁଟ ଆସ୍ଥା ଓ ନିଷ୍ଠା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।